नमस्कार, जय जगन्नाथ। आसନ୍ତୁ ଜାଣିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ବିଷୟରେ। ରବିବାର ଏବଂ ଏକାଦଶୀ ଦିନ ତୁଳସୀ ମୂଳରେ ଜଳ ଦିଆଯାଏ ନାହିଁ। ଏହାର କାରଣ ହେଉଛି ଏକାଦଶୀରେ ତୁଳସୀ ମା ଠାକୁରଙ୍କ ପାଇଁ ଉପବାସ ପାଳନ କରନ୍ତି। ସେ କେବଳ ଏହି 2 ଦିନ ପାଇଁ ଶୋଇଥାନ୍ତି। ତୁଳସୀ ମାତାଙ୍କୁ ପ୍ରତିଦିନ ଉପଯୁକ୍ତ ପରିମାଣ ପାଣି ଦିଅନ୍ତୁ, ଖାଲି ରବିବାର ଦିନ ଓ ଏକାଦଶୀରେ ଛାଡ଼ିକି। 5ଟି ଲାଲ ଗୋଲାପ ଫୁଲକୁ ଆଣି ଗାୟତ୍ରୀ ମନ୍ତ୍ର ଜପ କରି 21 ଥର ଏହାକୁ ଏକ ଧଳା କପଡ଼ାରେ ବାନ୍ଧି ନଦୀରେ ପ୍ରବାହିତ କରିବା ଦ୍ୱାରା ଘରର ସବୁ ପ୍ରକାର ସମସ୍ୟା ଦୂର ହୋଇଥାଏ। ଗଣେଶ ପୂଜା ଦିନ ଆପଣ ଆକାଶରେ ଚନ୍ଦ୍ର ଦର୍ଶନ କରନ୍ତୁ ନାହିଁ, ଏହା ଅମଙ୍ଗଳକର ହୋଇଥାଏ। ସୂର୍ଯ୍ୟାସ୍ତ ପରେ କେବେ ହେଲେ କାହାକୁ ବି କ୍ଷୀର କିମ୍ବା ଦହି ବାହାର ଲୋକଙ୍କୁ ଦିଅନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। ତା ସହିତ ଧଳା ଜାତୀୟ ଦ୍ରବ୍ୟ କେବେ ଦିଅନ୍ତୁ ନାହିଁ। ଅଟା ହେଉ ବା ଚିନି ହେଉ ବା ଲୁଣ ହେଉ। ପ୍ରତ୍ୟେକ ଦିନ ଘର ପୋଛିଲା ବେଳେ ସେତିକିବେଳେ ଆପଣ କ'ଣ କରୁଛନ୍ତି, ପାଣିରେ ଅଳ୍ପ ଲୁଣ ସହିତ ଅଳ୍ପ ହଳଦୀ ମିଶାଇ ଯଦି ପୋଛା କରୁଛନ୍ତି, ଦେଖିବେ ଘରେ ଶୁଭ ଓ ପଜିଟିଭ୍ ଏନର୍ଜି ଘରେ ପ୍ରବେଶ ହେବ। ମନରୁ ସବୁ ପ୍ରକାର ଚିନ୍ତା କମ୍ ହୋଇଥାଏ। ଗୋଟିଏ 1 ଟଙ୍କିଆ ମୁଦ୍ରାକୁ ଆପଣ କ'ଣ କରନ୍ତୁ ନା ମୁଣ୍ଡର ଚାରିପଟରେ 7 ଥର ବୁଲାଇ ତକିଆ ତଳେ ଥୋଇକି ଶୋଇପଡ଼ିଲା ପରେ ପରଦିନ କାହାକୁ କିଛି ନ ଜଣାଇ ଶ୍ମଶାନରେ ଏହାକୁ ନେଇ ପୋତିବା ଦ୍ୱାରା ସମସ୍ୟା ଦୂର ହୋଇଥାଏ ଏବଂ ଆପଣଙ୍କର ଧନ ଲାଭ ହୋଇଥାଏ। ତକିଆ ତଳେ ରସୁଣ ରଖି ଆପଣ ଯଦି ଶୋଉଛନ୍ତି, ଏହା ଦ୍ୱାରା ସର୍ଦ୍ଦି ଏବଂ ଜ୍ୱର କମ୍ ହୋଇବାରେ ସାହାଯ୍ୟ କରିଥାଏ। ଶରୀରରୁ ଭୂତାଣୁଜନିତ ସମସ୍ୟାକୁ ରକ୍ଷା କରିବାରେ ସାହାଯ୍ୟ ମଧ୍ୟ କରିଥାଏ। ତେଣୁ କେତେ ପାଖୁଡ଼ା ରସୁଣକୁ ପ୍ରତିଦିନ ତକିଆ ତଳେ ରଖନ୍ତୁ। ଏହାର ଯେଉଁ ଗ୍ୟାସ୍ ନାକରେ ବାଜିଲେ ଆମର ଥଣ୍ଡା ସବୁ କମ୍ ହୋଇଥାଏ। ଶୋଇବା ସମୟରେ ଖଟରେ ଗୋଟିଏ ଗଦି ପକାଇବା ଉଚିତ। କେବେ ବି 2ଟା ଖଟକୁ ଯୋଡ଼ିକି ଶୁଅନ୍ତୁ ନାହିଁ। 2ଟା ଖଟ ଯୋଡ଼ିକି ତା 2ଟା ଗଦି ପକାନ୍ତୁ ନାହିଁ। ଯଦି 2ଟା ଖଟ ହେଉଛି, ଗୋଟିଏ ଗଦି ହିଁ ପକାନ୍ତୁ। 2ଟା ଗଦି ପକାଇଲେ ଦାମ୍ପତ୍ୟ ଜୀବନର ଦୂରତା ଦେଖା ଦେଇଥାଏ। ପୂଜା ବେଳେ ଆପଣଙ୍କ ପାଖରେ ଯଦି ଝାଳା କଦଳୀ ଆପଣ ଆଣିକି ଭୋଗ କରୁଛନ୍ତି, ଏହା ବହୁତ ଶୁଭ ହୋଇଥାଏ ଏବଂ ଶିବଙ୍କ ପାଖରେ ଯଦି ଶିବଲିଙ୍ଗରେ ଏହା ଚଢ଼ାଉଛନ୍ତି, ମନସ୍କାମନା ପୂରଣ ହୋଇଥାଏ। ଠାକୁର ପୂଜା ଯେତେବେଳେ ଆପଣ କରୁଛନ୍ତି, ତଳେ କିମ୍ବା ପିଢ଼ା ଉପରେ କିମ୍ବା ପଥର ଉପରେ ବସିକି ପୂଜା କରନ୍ତୁ ନାହିଁ। ଆସନ ପକାଇ ପୂଜା କଲେ ଭଗବାନ ପୂଜାରେ ସନ୍ତୁଷ୍ଟ ହୋଇଥାନ୍ତି। ଚିନି ଡବାରେ ଲବଙ୍ଗ ପକାଇ ରଖିଲେ ଅଧିକ ଦିନ ପର୍ଯ୍ୟନ୍ତ ଚିନି ନଷ୍ଟ ହୋଇନଥାଏ ଏବଂ ସୁଜିକୁ ହାଲକା ଭାଜି ଏକ ଟାଇଟ୍ କଣ୍ଟେନରରେ ରଖିଲେ ସୁଜିରେ ପୋକ ଲାଗିନଥାଏ। ପ୍ରତିଦିନ ସକାଳେ ଜିରା କିମ୍ବା ପାନମହୁରି ଚୋବେଇକି ଖାଇବା ଦ୍ୱାରା ଖାଦ୍ୟ ହଜମ ହେବା ସହିତ ଗ୍ୟାସ୍, ଏସିଡ଼ିଟି ଭଳି ସମସ୍ୟା ଧୀରେ ଧୀରେ ଦୂର ହୋଇଥାଏ। ନମସ୍କାର। ଆଜିର ଏହି ଟିପ୍ସ ମୁଁ ଏଇଠି ରଖୁଛି। ଦୟାକରି ଆପଣମାନେ ଏହି ଭିଡ଼ିଓଟି ଲାଇକ୍, ସେୟାର କରିବା ସହିତ ଭିଡ଼ିଓରେ କମେଣ୍ଟରେ ଆପଣଙ୍କ ମତାମତ ଦେବେ। ଆପଣଙ୍କ ଦିନଟି ଆଜି ଭଲରେ କଟିଯାଉ। ନମସ୍କାର, ଜୟ ଜଗନ୍ନାଥ।